ରାଧେ ରାଧେ ବନ୍ଧୁଗଣ, ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଆପଣମାନଙ୍କୁ। ତ ଦୀପାବଳିରେ ମୁଁ ଯେତେବେଳେ ଶୋଇକି ଉଠିଲି ଦ୍ୱିପହରେ ଦେଖିଲି ଆମ ଘରେ ସେଲିବ୍ରେସନ ଷ୍ଟାର୍ଟ ହେଇଗଲାଣି। ଆଉ ତାର ସେଲିବ୍ରେସନ ପାଇଁ ଯାହାବି ପ୍ରିପାରେସନ ବୋଉ ତାର କରିବାରେ ଲାଗିଛି। ଆଉ ଭଉଣୀ ମାନେ ମଧ୍ୟ ଚିତା ପକେଇଲେଣି। ଏହା ଦେଖିକି ମୁଁ ଟିକେ ମତେ ଲାଗିଲା ମୁଁ ଟିକେ ଭିଡିଓ କରିଦେଇଯାଏ। ତାପରେ ତ ଭିଡିଓ ବନଉ ବନଉ ଆମର ବଡ ବଡିଆ ଡକା ହବା ପାଇଁ ପ୍ରିପାରେସନ ଷ୍ଟାର୍ଟ ହେଇଗଲା। ତ ସେଥିପାଇଁ ଘରେ କହିଲେ ଡ୍ରେସ ଅପ୍ କରିବା ପାଇଁ। ତ ଡ୍ରେସ କରିକି ମୁଁ ଟିକେ ଫ୍ଲେକ୍ସ କରୁଛି ଏଠି। ଆଉ ଫ୍ଲେକ୍ସ ଟା ଦେଖି ପାରୁଥିବ। ତାପରେ ମୁଁ ବାହାରି ଗଲି ତ ଦେଖିଲା ବେଳକୁ ଗୁରୁଜନ ମାନେ କେହି ଆସିନାହାନ୍ତି। ତ ଆମେ ଦି ଭାଇ ଲାଗିଗଲୁ ଟିକେ ରିଲ୍ସ ବନେଇବାରେ। ଇଲୋ ବୋଉଲୋ କି ବାଗ ତମର। ହଉ ହେଲା, ଆମେ ଜାଣିଲୁ ତମେ ଦିଟା ହିରୋ ଭଳିଆ ଦେଖା ଯାଉଛ। ଆଉ ତାପରେ ଆସିକି ଆମ ସାନ ହିରୋଇନ ଆମ ସହିତ ଜଏନ କଲେ। ରିଲ୍ସ ବନଉ ବନଉ ଆମ ଗୁରୁଜନ ମାନେ ଆସି ପହଞ୍ଚି ଯାଇଥିଲେ। ତାପରେ ବଡ ବଡିଆ ଡାକିବା ପାଇଁ ଆମେ ପ୍ରିପାରେସନ ହେଇଗଲୁ। ଆଉ ଏମିତି କାହାର ପ୍ରିପାରେସନ ହୁଏ ବା ବଡ ବଡିଆ ଡକା ହୁଏ ପିତୃପୁରୁଷ ମାନଙ୍କୁ ତ ତଳେ ଟିକେ କମେଣ୍ଟ ବକ୍ସରେ ଜଣେଇବେ। ହୋ ବଡ ବଡିଆ ହୋ, ଅନ୍ଧାରେ ଆସ ଆଲୁଏ ଯାଅ। ଉପରେ ଥାଇ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଉଥାଉ। ପୂଜା ସରିବା ପରେ ଦାଦା ତାକୁ ଏକାଠି କରିବାରେ ଲାଗିଲା। ଆଉ ମୁଁ ଯାଉଥିଲି ଭାଙ୍ଗିବା ପାଇଁ, ବଟ୍ ବୋଉ ମନା କଲା। ବୋଉ କହିଲା ନାଇଁ ଏଟା ଦାଦା ଭାଙ୍ଗିବେ। ତ ମୁଁ ସେଥିପାଇଁ ରହିଗଲି। ଆଉ ତାପରେ ଦାଦା ମାନେ ଆସିକି ତାଙ୍କର ସବୁ କାର୍ଯ୍ୟକ୍ରମ କରିଚାଲିଲେ। ମୋର ଟିକେ ଭୋଗ ଉପରେ ନଜର ଥିଲା, ସେଥିପାଇଁ ମୁଁ ଖାଲି ଭୋଗକୁ ହନଉଥିଲି। ଆଉ ତାପରେ ଦାଦା ସେପଟେ ତାଙ୍କର ଭୋଗ କାର୍ଯ୍ୟକ୍ରମ ସମ୍ପନ୍ନ କରିବାରେ ଲାଗିଗଲ। ଯାହାବି ପ୍ରୋସେସ ଅଛି ତୁମମାନେ ଦେଖିପାରୁଥିବ। ତାପରେ ଆମର ବାଣ ଫୁଟାଫୁଟି ବି ଷ୍ଟାର୍ଟ ହେଇଗଲା। ଆଉ ନିଧୁମ ଆମ ସାନ ଟୋକା ବାଣ ଫୁଟେଇବାରେ ଲାଗିଗଲା। ତାପରେ ଆମେ ମାନେ ମୁଣ୍ଡିଆ ମାରିକି ଭୋଗକୁ ହାମ୍ପୁଡେଇବାରେ ଲାଗିଲୁ। କାଳେ କିଏ ଖାଇଦବ ବୋଲି ସବୁ କାଉଳା ବାଳାରେ ନେଇ ମୁଠେ ମୁଠେ ସବୁ ଧରି ପକେଇଲେ। କାଳେ କିଏ ନେଇଯିବ କି। ତାପରେ ମୁଁ ଟିକେ ଫଟୋ ସୁଟ ସାରିକି ବାଣ ବନେଇବାର ଭିଡିଓ ଷ୍ଟାର୍ଟ କଲି। ଆଉ ସେଠୁ ମତେ ଭିଡିଓ ବନେଇବାର ଦେଖିକି ପୁରା ବାଣଟାକୁ ଚକ୍ରି କରିବାର ଲାଗିଲା। ଓହୋ କି ଚକ୍ରି। ତାପରେ ଆମ ଝିଅ ସେପଟ ରୁମକୁ ଗଲା ଆସକୁ ଆମେ ଦି ଜଣ ଯାକ ନୁଚେକି ଖାଇ ଚାଲିଛୁ। ସିଏ ଦେଖିଲା ଡାକିଲା, କିନ୍ତୁ ଏଇଟା ସେମିତି ଭାବିବାର ନଥିଲା। ଏଇଟା ଆମର ଗୋଟେ ଭିଡିଓ ସୁଟ ଚାଲିଥିଲା, ଯାହାକି ତମମାନେ ଏଇ ଚ୍ୟାନେଲରେ ଦେଖିପାରିବ। ତମମାନେ କେମିତି ସବୁ ଦୀପାବଳି ପାଳନ କଲ ଟିକେ କମେଣ୍ଟସରେ ଜଣେଇବ। ଆଉ ଯେଦିନ ଜଣେଇବ ତମମାନଙ୍କୁ ଆମେ ଏମିତି ହନେଇବୁ। କେମିତି? ଏମିତି।